ମ୍ୟାଲେରିଆ ନେଲା ଆଉ ଜଣେ ଛାତ୍ରଙ୍କ ଜୀବନ। ସାମ୍ନାରେ ପଡ଼ିଲା ଜିଲ୍ଲା ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର। ହଷ୍ଟେଲରେ ଥାଇ ଅସୁସ୍ଥ ହୋଇଥିଲେ ଚତୁର୍ଥ ଶ୍ରେଣୀର ଜୟସେନ। ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ବିଭାଗୀୟ ତତ୍ପରତା ଉପରେ ଉଠିଲା ପ୍ରଶ୍ନ। ରାୟଗଡ଼ା ଜିଲ୍ଲାରେ ପୁଣି ଦେଖାଦେଇଛି ମ୍ୟାଲେରିଆର କରାଳ ରୂପ। ମ୍ୟାଲେରିଆ ଜ୍ୱରରେ ପୀଡ଼ିତ ହୋଇ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ରାୟଗଡ଼ା ବ୍ଲକ ଅନ୍ତର୍ଗତ ବଡ଼ କସପାଡ଼ୁ ଗାଁ ଜଗନ କଣ୍ଡାହାରୀ ଓ ସରିତା କଣ୍ଡାହାରୀଙ୍କ 9 ବର୍ଷର ପୁଅ ଜୟସେନ କଣ୍ଡାଗରି। ଜୟସେନ ଅତଡ଼ା ହାଇସ୍କୁଲରେ ଚତୁର୍ଥ ଶ୍ରେଣୀ ରହି ପାଠ ପଢ଼ୁଥିଲେ। ସୂଚନା ଅନୁଯାୟୀ ଗତ ଜୁନ୍ 29 ତାରିଖରେ ଜୟସେନ ନିଜ ଘରୁ ସ୍କୁଲ ହଷ୍ଟେଲକୁ ଆସିଥିଲେ। ତେବେ ଜୁଲାଇ 5 ତାରିଖରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ପାଇଁ ଜେମାଦେଇ ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷା ପରେ ତାଙ୍କୁ ମ୍ୟାଲେରିଆ ହୋଇଥିବା ଜଣାପଡ଼ିଥିଲା ଏବଂ ପ୍ରାଥମିକ ଔଷଧ ମଧ୍ୟ ଦିଆଯାଇଥିଲା। ମାତ୍ର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ଓ ତାଙ୍କର ଅବସ୍ଥା ଧୀରେ ଧୀରେ ଗୁରୁତର ହେବାରୁ ଜୁଲାଇ 7 ତାରିଖରେ ତାଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ରାୟଗଡ଼ା ନେବା ସମୟରେ ସ୍କୁଲ କର୍ତ୍ତୃପକ୍ଷ ପରିବାରକୁ ଜଣାଇଥିବା ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଧଳ ସୂଚନା ଦେଇଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସ୍ଥିତି ସଙ୍କଟାପନ୍ନ ରହିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁରକୁ ରେଫର କରିଥିଲେ। ଆଉ ସେହିଦିନ ରାତି ପ୍ରାୟ 11ଟାରେ ସ୍କୁଲର 2 ଜଣ ଶିକ୍ଷକ ଓ ପରିବାର ଲୋକଙ୍କ ସହ ଜୟସେନଙ୍କୁ ବ୍ରହ୍ମପୁର ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳ 6ଟାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସେ ପରିବାରବର୍ଗଙ୍କୁ ସମୟରେ କୌଣସି ସୂଚନା ନ ଦେବା କାରଣରୁ ଏହିଭଳି ଅଘଟଣ ଘଟିଥିବା କହିଛନ୍ତି ମୃତକ ଜୟସେନଙ୍କ ମାମୁଁ ସନ୍ତୋଷ କିଲାକା। ଯଦି ସନ୍ତୋଷ କିଲାକା ମୋର ଭଣଜା ଅତଡ଼ା ସ୍କୁଲରେ ହଷ୍ଟେଲ ରହି ପାଠ ପଢୁଥିଲେ। ତାପରେ କେତେ ଦିନ 3 ତାରିଖରେ ଜ୍ୱର ହେଇଥିଲା। ପୁଣି ଆମର ସାର୍ ମାନେ କହିଲେ ନାହିଁ କିଛି ନା ଦେଖା ଦର୍ଶନ କରିଲେ ନାହିଁ। ହେଲେ ତାପରେ କଣ ହେଲା ଓଭର ହେଲା ପରେ ଜ୍ୱର ବେମାର ହେଲା ପରେ ତାର ମୁଣ୍ଡକୁ ଚଳିଲା ପରେ ମେଡିକାଲ ଯାଇକରି ଜଏନ୍ କଲେ ଆମର ମାନେ ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ। ହେଲେ ସେମାନେ ଆମେ ପାରବୁ ନା ବୋଲି କହିଲାରୁ ଡାଇରେକ୍ଟ ରେଫର କରିଦେଲେ ବ୍ରହ୍ମପୁର। ଯଦି 7 ଦିନ ପୂର୍ବରୁ ଆମକୁ ଯଦି 2 ଦିନ ଆଗରୁ ଆମକୁ ଫୋନ କରୁଥିଲେ ଜଣେଇଥିଲେ ଆମେ କଣ ଗୋଟେ ଉପାୟ କରିଥାନ୍ତୁ ସାର୍। ଏତେ ଦିନ ରଖି ଦେଇକରି ଆମକୁ ଓଭର ହେଲା ପରେ କମା ଗଲା ପରେ ଫୋନ କରି ଜଣେଇଲେ ଆମେ କଣ କରିପାରିବୁ କହ ସାର୍। ରାୟଗଡ଼ାରୁ ରେଫର କଲେ ବ୍ରହ୍ମପୁର ସାର୍। ବ୍ରହ୍ମପୁର କେତେ ଦିନ 7 ଦିନ କେତେ ଦିନ ରଖିଲେ ତାପରେ ଆଜି 6ଟା ଭିତରେ ମୃତ୍ୟୁବରଣ କଲେ ସାର୍। ତେବେ ଏହି ଘଟଣା ପରେ ଅତଡ଼ା ସ୍କୁଲର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ସ୍କୁଲର ବହୁ ଛାତ୍ରଛାତ୍ରୀ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ତେବେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅର୍ଜୁନ କଣ୍ଡାଗରି, ପ୍ରଦ୍ୟୁମ୍ନ କାଡ୍ରାକା, ସ୍ୱାତି ପୁଆଲା, ପ୍ରଦୀପ କଣ୍ଡାଗରି, ଅମୃତା ନାଚିକା, ଦିଲୁ ପୁଆଲା, ରାଜେଶ ପୁଆଲା ଓ ଆଶିଷ ମିଣିକିଆ ପ୍ରମୁଖ ରହିଛନ୍ତି। ସେଭଳି ପୂର୍ବର ସ୍କୁଲର ଅନ୍ୟ 3 ଜଣ ଛାତ୍ର ଚରଣ କିଲାକା, ସୁମନ ପୁଆଲା ଓ ପୁରଣ ପୁଆଲା ମଧ୍ୟ ମ୍ୟାଲେରିଆରେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି। ପରିବାରବର୍ଗ ଶୋକାକୁଳ ପରିବେଶରେ ଜୟସେନଙ୍କ ମୃତଦେହକୁ ନିଜ ଗ୍ରାମ ବଡ଼ କସପାଡ଼ୁକୁ ଫେରାଇ ଆଣିଛନ୍ତି। ସେ ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଏକ ଶୋକର ଛାୟା ଖେଳିଯାଇଥିଲା। ଜୟସେନଙ୍କ ଏହି ଅକାଳ ବିୟୋଗ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ପ୍ରଶାସନିକ ସତର୍କତା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଥାଉ କି ପ୍ରତିବର୍ଷ ବର୍ଷା ଋତୁ ଆରମ୍ଭରେ ଜିଲ୍ଲାର ବିଭିନ୍ନ ଆବାସିକ ସ୍କୁଲ ହଷ୍ଟେଲମାନଙ୍କରେ ଛାତ୍ରଛାତ୍ରୀ ମ୍ୟାଲେରିଆ ରୋଗରେ ଶିକାର ହେଉଛନ୍ତି। ଏହା ଜଣାଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ଗଣଶିକ୍ଷା ବିଭାଗ ପୂର୍ବରୁ କୌଣସି ପ୍ରସ୍ତୁତି କିମ୍ବା ଆଗୁଆ ପଦକ୍ଷେପ କାହିଁକି ନିଆଯାଉ ନାହିଁ ତାକୁ ନେଇ ଏବେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପର୍ଯ୍ୟନ୍ତ ମ୍ୟାଲେରିଆ ଭଳି ଏକ ପ୍ରମୁଖ ସ୍ଥାନୀୟ ରୋଗର ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ହୋଇପାରିଲା ନାହିଁ। ରୋଗୀ ଗୁରୁତର ହେଲେ ବ୍ରହ୍ମପୁର ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ବାଟରେ ହିଁ ଅମୂଲ୍ୟ ଜୀବନ ଚାଲିଯାଉଛି। ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ହଷ୍ଟେଲଗୁଡ଼ିକରେ ତୁରନ୍ତ ସ୍ୱାସ୍ଥ୍ୟ ଶିବିର ଓ ବିଶୋଧନ କରିବାକୁ ଦାବି ହୋଇଛି। ଅନ୍ୟପଟେ ସେଠାରେ ଦାୟିତ୍ୱରେ ଥିବା ଏଏନ୍ଏମ୍ ଗତ 7 ତାରିଖରୁ ଛୁଟିରେ ଥିବା ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି। ରାୟଗଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।